नमस्कार दर्शक बंधु मु ज्योतिर्मयी आपण मानक स्वागत करुच्ची बीआर मूवीज द्वारा प्रस्तुत ओडिशार प्राचीन परंपरार एई ओडिया पाला आमर एई झरका कार्यक्रम रे। हरिता बाबा के पानी दे पीबी हरिता बाबा मते किछि देखा जाऊ नहीं बाबा किछि देखा जाऊ पानी कोठी अछि पानी भी केमिति किछि देखा जाउनी कहला बाबा मु पानी देई पारिबिनी बाबा मते किछि देखा जाउनी चित्कार कला लो मां कोठी अछुआ बापा को बहुत कष्ट होउची हरिता चित्कार जब जा अरे से सो समय रे टिके देखा दे अब जा प्रकृत कर्मरा फला भोगा करूची अब जा के मते देखा दे যন্ত্রণাটা অতি অসহ্য হবারে লাগিলা সহি হউনি কেবল অবজাতা হাই আসিলা যে যে স্বামী যন্ত্রণা শিক্ষা অবস্থায় অଛନ୍ତି স্বামী কোন হো স্বামী অবজা স্বামী অবজা পানি কোন স্বামী কিছু হবনি মো জীবন ছড়ি জীব হে প্রভু হে কলিয়ার মে ঠাকুরে মো স্বামী কো বঞ্চাও স্বামী কো বঞ্চাই দিও যদি ন বঞ্চাইব কালি সকালে সুন্দরানি ভেজিব হাতরে শোভা পাউথিবা কঙ্কণ ভাঙ্গি যাব যুবতী পাতিয়া যুবতী পাতিয়া ভাগবতী বলি তারে ভাগবতী বলি তারে যুবতী আগে राजदंडे असती हो जाए ए समाज ताकू निंदा करे घूमिया दृष्टि देखे प्रत्येक नारी चाहे स्वामी कोड़े मथा दे चली जीव मरीगला परे ता मस्तक सीमंत सिंदूर झटकी उठिब हाथरे सुवर्ण बाही कंकण शोभा पाइब पादरे अलता लगे देवे स्वामी कोड़े मुंड दे स्वामी चाही दौथब प्रेमर चतुचक्षु मिलन एक संभ्रांत आवेग सृष्टि हम प्रेम अच्छी शाश्वत पराकाष्ठा परिभाष हो चिंता कला चतुचक्षु मिलन हो स्वामी कोड़े मथा दे स्त्रीटा चली जाले समाज ताको पुण्यमयी नारी बोली कह सुलक्षणी जदि मो स्वामी थाऊ थाऊ मु चली जाए समाज रे पुण्य अर्जन करी निश्चित स्वामी जदि चली जाती मुझे व्यभिचारिणी कौन करी से प्रभु पादरे मन प्राण को पूरी ढाली देला चिंता कला हे प्रभु
ମୁଁ ଗୋଟେ ପାପୀ ଏ ପାପର ମହିଳାକୁ ଧାରଣ କରି କଣ ରାଜଧର୍ମରେ ଚାଲିପାରିବି ଏ ପାପୀ ଯଦି ହେଇଯାଏ ସମାଜର ମୁଖ୍ୟ ସ୍ରୋତକୁ କଣ ଆସିପାରିବି ଠାକୁର ଆମଟି ପିଟି ତ ହୁଏ ବା ଚିତ୍କାର ସେ କଲା ସବୁ ଦେଇ ଦିଅ ଭଲା କାନ୍ଦି ମଥା ପିଟି ଚିତ୍କାର କରି କହୁଛି ମୁଁ ଜାଣିଛି ମୁଁ ପାପୀ ମୋ କୃତ କର୍ମର ଫଳ ମତେ ଭୋଗ କରିବାକୁ ପଡୁଛି ବିଶ୍ୱାସଘାତକ କରିଛି ଋଷିଙ୍କ ନିକଟରେ ତେଣୁ ମୁଁ କୃତ କର୍ମକୁ ଫଳ ଭୋଗ କରୁଛି ତଥାପି କାୟା ମନ ବାକ୍ୟରେ ସ୍ୱାମୀ ବୋଲି ବରଣ କରିସାରିବା ପରେ ଆର୍ଯ୍ୟାବର୍ତ୍ତ ସଂସ୍କୃତିରେ ନାରୀର ସର୍ବସ୍ୱ ହେଉଛନ୍ତି ତାଙ୍କର ସ୍ୱାମୀ ବୋଲେ ଗୁରୁ ଦି ଜାତି ନା ବ୍ରାହ୍ମଣ ଗୁରୁ ବ୍ୟାଗତ ଗୁରୁ ବ୍ରାହ୍ମଣ ମାନଙ୍କର ଗୁରୁ ହଉଛନ୍ତି ଅଗ୍ନି ଯେତେ ବର୍ଣ୍ଣ ଅଛନ୍ତି ତାଙ୍କ ଭିତରେ ଗୁରୁ ହେଲେ ବ୍ରାହ୍ମଣ ଗୁରୁ ରେବ ପତି ସ୍ତ୍ରୀ ନାମ ପ୍ରତ୍ୟେକ ସ୍ତ୍ରୀ ମାନଙ୍କର ଗୁରୁ ହଉଛନ୍ତି ତାଙ୍କର ସ୍ୱାମୀ ତେଣୁ ମୋ ଗୁରୁବାରୀ ତାଙ୍କର ଜୀବନ ଚାଲିଯିବ କେମିତି ବଞ୍ଚିବି ହେ ବିଧାତା ମୋ କର୍ମରେ କଣ ଏଇ ଦୁଃଖ ଥିଲା ଚିତ୍କାର କରୁଛି ଏଇ ସମୟରେ ଦଣ୍ଡ ଚିତ୍କାର କରୁଛି ପ୍ରାଣେଶ୍ୱରୀ ପ୍ରାଣ ଭିକ୍ଷା ଭାଇବାର ସେହି ଦୀକ୍ଷା ମୋଥା ପିଟି କେତେ କାଳ କୋଲା ଚିତ୍କାର ମୋଥା ପିଟି ବିଧିର ବିଧାତା ବାରମ୍ବାର ପ୍ରଭୁ ପାଖରେ ସିନା ପ୍ରାର୍ଥୀ ହେଲା ନିଷ୍ଠୁର ଦୈବ ସହିଲାଟି ଚିତ୍କାର କରୁଛି ହରିତ ଏଣେ ଦଣ୍ଡ ଚିତ୍କାର କରୁଛି ହବଜା ବହୁତ କଷ୍ଟ ହଉଛି ସହିପାରୁନି ହବଜା ଏ ଯନ୍ତ୍ରଣା ସହ୍ୟ କରିପାରୁନି ହବଜା ଭାରି କଷ୍ଟ ହଉଛି ସ୍ୱାମୀ ଏତିକି ବେଳେ ହବଜା ତାର ଖୋଳଟାକୁ ଦେଖେଇ ଦେଇଛି ଦଣ୍ଡ ସେଇଠି ମଥା ମୁଣ୍ଡଟାକୁ ଦେଇ ଦେଇଛି ମା ପ୍ରାଣ ପକ୍ଷୀଟା ସେଇଠି ଉଡ଼ିଗଲା ଶିବ 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 ନେତ୍ରା ନେତ୍ରା ମୋର ଦୟା ଦାକ୍ଷିଣ୍ୟ ଉନ୍ମିଳିତ ଚକ୍ଷୁ
ଏତିକି ବେଳେ ଶରୀର ଭିତରୁ ପ୍ରାଣ ପକ୍ଷୀଟା ଉଡ଼ି ଚାଲିଗଲା। ଅବଜା ଡାକୁଛି ସ୍ୱାମୀ କଥା କୁହ ସ୍ୱାମୀ। ଉଡ଼ିଗଲା ପକ୍ଷୀ କଥା କୁହ ସ୍ୱାମୀ କଥା କୁହ। ଭାଙ୍ଗି ଦେଇ ତାର ସ୍ୱାମୀ ସପନର ବାଲି ଘର କଥା କୁହ ସ୍ୱାମୀ କଥା କୁହ। ବିନାଜି ମନରେ ତ ଆଖିରେ ଲୁହର ଧାର ସ୍ୱାମୀ କଥା କୁହ ସ୍ୱାମୀ। ଆଖିରେ ଲୁହର ଧାର ଅବଜା ସ୍ୱାମୀ ଦୁନିଆ ଭୁଲେ ବଞ୍ଚେଇବାକୁ ହେଲେ କେତେ ଗୋଡ଼କୁ ନେଇ ଆସିଲା ସ୍ୱାମୀ କଥା କୁହ ସ୍ୱାମୀ କଥା କୁହ। ଆଉ ସୁଖୀ ବଞ୍ଚିବାକୁ ହେଲେ କେତେ ଦୁଃଖ କେତେ ଝଡ଼ ସହିଯାରେ ଏ ଦୁନିଆ ବୁରେ ଗଲା ଖରା ନଦୀ ଭିଜିଲାଣି ସାଗରରେ କଥା କୁହ ସ୍ୱାମୀ କଥା କୁହ। ଆରେ କଥା କୁହ ସ୍ୱାମୀ କାହିଁ କଥା କହୁନାହାନ୍ତି। ସ୍ୱାମୀ କାହିଁ କଥା କହୁନାହାନ୍ତି। ମୁଣ୍ଡ ପିଟି ଯେତେ ଚିତ୍କାର କଲେ ସୁଦ୍ଧା ଏ ନିଚୁର କଠୋର ହୃଦୟ ତରଳୁନି। ଗଲା ଭରା ନଦୀ ମିଶିଲାଣି ସାଗରରେ ରହିଗଲା ତାଲାଗି ଜୀବନଟାରୁ ଘରେ ଆଖିରୁ ବହି ସାଥୀ ବିନା ମନାଜି ସାଥୀ ବିନା ମନାଜି ସহে ନାଜି ଏ ଦୁନିଆ ବୁରେ ବଞ୍ଚିବାକୁ ହେଲେ କେତେ ଦୁଃଖ କେତେ ଲୁହ ସହିଯାରେ ଏ ଦୁନିଆ ବୁରେ ଯେତେ ମଥା ପିଠି ଚିତ୍କାର କଲେ ସୁଦ୍ଧା ଆଉ କଣ ଯିବ ଫେରିବ। ଇଏ ଛିଡ଼ିଲା ପତ୍ର କାହୁ ଲାଗିଛି ଦେ ଛିଡ଼ିଲା ପତ୍ର କାହୁ ଲାଗିଛି ବୃନ୍ଦ ଚ୍ୟୁତ ପକ୍ଷୀରେ କାହିଁ ଦାସରେ ମା ଛିଡ଼ି ଯାଇଥିବା ପତ୍ରଟା କଣ ଆଉ ଗଛରେ ଲାଗିପାରିବ। ଆଉ ବୃକ୍ଷରେ ଏ ଲାଗିବନି। ଶରୀର ଭିତରୁ ପ୍ରାଣ ପକ୍ଷୀଟା ଉଡ଼ି ଚାଲିଗଲା। ହଁ ଅବଜା ମୁଣ୍ଡ ପିଟି କାନ୍ଦୁছিল ମା। କେହି କଥା କହିବାକୁ ନାହାନ୍ତି। ପାଖରେ ଛୋଟିଆ ପୁଅ ହରିତଟା ଚିତ୍କାର କରୁଛି କହୁଛି ମା ମା କାହିଁ କାନ୍ଦୁଛ ମା କଣ ହେଇଛି। ବାପା କଣ କିଛି କହୁନାହାନ୍ତି। ଏ ମା ବ୍ୟସ୍ତ ହନା ବାପା ଶୋଇ ପଡ଼ିଛନ୍ତି। ଉଠିଲା ପରେ ପୁଣି ଆମ ସହିତ କଥା ହେବେ ମା। ବ୍ୟସ୍ତ ହନା ମା କାନ୍ଦୁଛୁ କାହିଁକି।
ଛୋଟିଆ ପୁଅଟା ପ୍ରବୋଧିତ କରୁଛି, ସାନ୍ତ୍ୱନା ଦଉଛି। ଅଜାକୁ କହିଲା ବା ବ୍ୟସ୍ତ ନା, ବାପା ଶୋଇ ଯାଇଛନ୍ତି, ଉଠ ନା। ବାପାଙ୍କ ଦେହ ଭଲ ନଥିଲା, ଔଷଧ ଖାଇ ଶୋଇ ପଡ଼ିଛନ୍ତି, ତାଙ୍କୁ ଜମା ଉଠା ନା। ଉଠିଲା ପରେ ପୁଣି ଆମ ସହିତ କଥା ହେବେ। ମା ପ୍ରକୃତ ରହସ୍ୟଟା ତ ଅଜା ବୁଝିଗଲା। ଚିନ୍ତା କଲା ଆଜି ସମାଜର ସର୍ବସ୍ୱ ଚାଲିଗଲା, ପାଖରେ କେହି ନାହିଁ ବିଧବା ସଜେଇବାକୁ। ନିଜେ ସାଜିଲା ବୈଧବିକ ଜୀବନର ବ୍ରତକୁ ଆରମ୍ଭ କଲା। ସ୍ୱାମୀର ପାଦରେ ନିଜ ହାତର କଙ୍କଣ ବାହୁକୁ ଛେଚିବାରେ ଲାଗି ଗୋଟିଏ ପରେ ଗୋଟିଏ କଙ୍କଣ ଭାଙ୍ଗି ତୁଟି ଛାରଖାର ହେଇଗଲା। ନିଜ ହସ୍ତେ ସୀମନ୍ତରୁ ପୋଛିଲା ସିନ୍ଦୁର, କଙ୍କଣ ଏବେ କାଢିଦେଲା ତାର। ଏହାଠାରୁ ଦୁଃଖ କଣ? ନିଜେ ନାରୀ ଆଜି ନିଜେ ସାଜୁଛି ବିଧବା। ଆହା ପଦେ କହିବାକୁ ପାଖରେ କେହି ନାହିଁ, ନିଜ ହାତର କଙ୍କଣକୁ ନିଜେ କାଢିଦେଲା। ମସ୍ତକର ସୀମନ୍ତ ସିନ୍ଦୁରକୁ ନିଜ ହାତରେ ନିଭେଇ ଦେଲା। ପିନ୍ଧିଥିବା ବସ୍ତ୍ରଟାକୁ ଉତାରି ଦେଲା, ଧଳା ବସନକୁ ଦେହେ ଢାଙ୍କି ତହୁଁ ଦେଲା। ପାଦେ ମଥା କୋଟି ପିଟିବା ଲାଗିଲା। ସ୍ୱାମୀ ପାଦରେ ମଥା ପିଟୁଛି, ସୀମନ୍ତ ସିନ୍ଦୁର ଲିଭେଇ ଦେଇଛି, ହାତରେ ଶୋଭା ପାଉଥିବା କଙ୍କଣ ଭାଙ୍ଗିଦେଲା। କହିଲା ନା, ଓ କୃତକର୍ମ ଫଳ ଭୋଗ କରୁଛି, ଶବ ସତ୍କାର କରିବା ମୋର କର୍ତ୍ତବ୍ୟ। ଶବ ସତ୍କାର କରିବା ପାଇଁ ବାହାରି ପଡ଼ିଛି। ଏତିକି ବେଳେ ଭିକ୍ଷାଂ ଦେହି ଦାଣ୍ଡରେ ଶୁଭିଲା। ଧୀରେ ଧୀରେ ପାଦ ତାର ଗୀତ ଗଲା। ଏ ମା ନିଜ ସ୍କନ୍ଦ ପ୍ରଦେଶରେ ସବାଧାରକୁ ଧାରଣ କରିଛି। ସାହି ଦଉଛି ଟିକେ ସ୍ୱାମୀର ମୁହଁକୁ, କହୁଛି ସ୍ୱାମୀ ଆଜିଠାରୁ ତୁମର ସେଇ ମଧୁର ବଚନ ଶୁଣିବାରୁ ବଞ୍ଚିତ ହେଇଗଲି ସ୍ୱାମୀ। ଆହା ପଦେ କିଏ କହିବ? ତୁମେ ପରା କହୁଥିଲ ସ୍ୱାମୀ, ସଙ୍ଗେ ସ୍ତ୍ରୀ ଥିଲେ ଦୁଃଖ ସୁଖଟି ମଣିବ। ଛାୟା ପରି କାୟା ମୋର ତୁମ୍ଭେ ପାଖେ ଥିବ। ତୁମେ ସ୍ୱାମୀ କହୁଥିଲ ସବୁବେଳେ ଛାଇ ଭଳି ମୋ ଶରୀର ପାଖରେ ରହିବ। ଯେତେବେଳେ ମୁନି ଆଶ୍ରମରେ ମୁଁ ବିରୋଧ କରୁଥିଲି, ତୁମେ ସଂକଳ୍ପବଦ୍ଧ ହେଇଥିଲ, କହିଥିଲ ଅବଜା ମନ ପ୍ରାଣରେ ତତେ ଭଲ ପାଏ ଅବଜା, କଥା ଦଉଛି ମୋ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ତୁମକୁ କେବେ ଏକୁଟିଆ କରିଦେବିନି। ହେଲେ ସ୍ୱାମୀ ଠକିଦେଲ ଆଜି ସ୍ୱାମୀ। ଆଜି ରାଜଦାଣ୍ଡରେ ମତେ ଏକୁଟିଆ ଅନାଥିନୀ କରିଦେଲା। ଅନାଥିନୀର
କଲି हाँ ଅନ୍ଧାର ଭିତରେ ଜୀବନ ନିର୍ବାହ କଲି अच्छा ତୁମେ ପରା କଥା କହୁଥିଲ ସ୍ୱାମୀ ମତେ ଆଉ ମୁଁ ଯେତେବେଳେ କାନ୍ଦୁଥିଲି ମନ ଦୁଃଖରେ ବସୁଥିଲି ସେତେବେଳେ ସାନ୍ତ୍ୱନା ଦେଇ ତୁମେ କହୁଥିଲ हाँ ମୋ ସହିତ ସବୁବେଳେ ରହିବ ମୋ ଦୁଃଖ ସୁଖରେ ସମଭାବାପନ୍ନ ହବ हाँ ମତେ ଛାଡି କୁଆଡେ ଯିବନି ଏକୁଟିଆ କରିଦେଲ ମତି ମୁଁ ଯଦି ବାହାରକୁ ବାହାରି ଯାଏ हाँ ସନ୍ଧ୍ୟା ବେଳେ ସନ୍ଧ୍ୟା ଦୀପ ନେଇ ଚଉରା ମୂଳକୁ ଯାଏ अच्छा ତୁମେ ମୋ ପାଖରେ ଥାଅ ସବୁବେଳେ ମୋ ସହିତ ଥାଅ ମୁଁ ଦିନେ ପଚାରିଲି ସ୍ୱାମୀ ମୁଁ ଚଉରା ପାଖକୁ ବୃନ୍ଦାବତୀ ପାଖରେ ଦୀପ ଦେବାକୁ ଯାଉଛି हाँ हाँ ତୁମେ ମୋ ସାଙ୍ଗରେ କାହିଁ ଯାଉଛ ତୁମେ ଉତ୍ତର ଦେଇଥିଲ ସ୍ୱାମୀ ଯେ ତତେ ଡର ଲାଗିବ हाँ ସେଇଥିପାଇଁ ମୁଁ ତୋ ସହିତ ସଦା ସର୍ବଦା ଥା ହେଲେ ଆମେ ରାଜଦାଣ୍ଡରେ ମଧ୍ୟ ଏକା କରି ଚାଲିବ ଭଗବାନ ଚିନ୍ତା କରୁଛନ୍ତି ବିଶ୍ୱ କଲ୍ୟାଣମୟ ଠାକୁର ପୁଣି ମାୟାର କୁଝଟିକା ବଳରେ କିଏ ଜଣେ ଦ୍ୱାର ନିକଟରେ ଭିକ୍ଷାମ୍ ଦେହି ध्यान दे ପଡ଼ିଲା କହିଲା ଆରେ ମୁଁ କଣ କରିବି ସଦ୍ୟ ବୈଧବ ଯନ୍ତ୍ରଣା ଭିତରେ ଛଟପଟ ହେଉଥିବା ସମୟରେ आहा କିଏ ଜଣେ ଦ୍ୱାର ନିକଟରେ ମୋତେ ଭିକ୍ଷା ମାଗୁଛନ୍ତି भिक्षां देहि ଓଡ଼ି ଶବଟାକୁ ଥୋଇଦେଲା ये ଏତିକି ବେଳେ आहा ଦ୍ୱାର ନିକଟକୁ ଚାଲିଗଲା ଆଚ୍ଛା। ଦେଖିଲା ଜଣେ ବ୍ରାହ୍ମଣ ଠିଆ ହେଇଛନ୍ତି ଏମିତି ସ୍ୱରୂପ ଏଭଳି। ଦକ୍ଷ ମେଳା ଦକ୍ଷ କରେ ହଁ। ନାମା ବଳି ମସ୍ତକ भलारे नाम बड़ी वतगारे ସୁଖରେ ହୋଇଲ ସିନା ଅନନ୍ତ ନାମ ଉଚ୍ଚାରି ଅମିରେ ସେ ତପ भलारे गोविंद से तपतारे ବିଧି ହୋତ ସମସ୍ତ ତେଜ ଦୁଷ୍ଟ ଦେଶେ चलो मिटो भलारे भलारे से चलो मिटो ଘରେ ଘରେ ବିଭୂତିରେ ଥିଲେ ନମିତ ଝଟାଝୁଟ ଅବସ୍ଥାରେ ଯଜ୍ଞୋପବୀତ ପଡ଼ିଛି ଧବଳ ବସ୍ତ୍ର ପରିଧାନ କରିଛନ୍ତି ଦ୍ୱାର ନିକଟରେ ଭିକ୍ଷାମ୍ ଦେହି ପ୍ରାର୍ଥନା କଲେ ଏତିକି ବେଳେ ଅବଜା ବାହାରିଗଲା ଦେଖିଲା ବ୍ରାହ୍ମଣ କଣ କରିବି ପ୍ରଣାମ କଲା କହିଲା ନମ ବ୍ରାହ୍ମଣ୍ୟ ଦେବାୟ ଗୋ ବ୍ରାହ୍ମଣ ହିତାୟ ହିତାୟ କୃଷ୍ଣାୟ ଗୋବିନ୍ଦାୟ ନମୋ ନମଃ ବ୍ରାହ୍ମଣ ଦ୍ୱାର ନିକଟରେ ଭିକ୍ଷାର୍ଥୀ ପହଞ୍ଚିଗଲା ଅବଜା ପ୍ରକୃତିସ୍ଥ ହେବାକୁ ଚେଷ୍ଟା କଲା କହିଲା ନା 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 ମୁଁ କର୍ତ୍ତବ୍ୟ ସମ୍ପାଦନ କରିବି ହୁଏତ ମୋ ସ୍ୱାମୀ ଚାଲିଗଲା ପରେ ମଧ୍ୟ କିଛି ପୁଣ୍ୟ ହୁଏତ ମୋ ସ୍ୱାମୀଙ୍କର ଯଦି ଅର୍ଜନ ହେଇଯାଏ ମୋକ୍ଷ ପ୍ରାପ୍ତି ହେଇଯିବେ ଅତିଥି ମୋ ଦ୍ୱାର ନିକଟରେ ପଚାରିଲା ହିଁ ବ୍ରାହ୍ମଣ ଗୋସେଇ କାହିଁକି ଆସିଛନ୍ତି ଆସିବାର ଅଭିପ୍ରାୟ ନା ମା ମୁଁ ତୋ ପାଖକୁ ଆସିଛି ଭୋଜନ କରିବାକୁ ଚାହୁଁଛି भोजन ଦିଟା ଖାଇବି ଲୋ ମା କଣ ଖାଇବାକୁ ପଡୁଛି? ଚିନ୍ତା କରୁଛି ଗୋଟିଏ ପାର୍ଶ୍ୱରେ ମୋ ସ୍ୱାମୀ ମରିକି ପଡ଼ିଛି ଆଉ ଗୋଟିଏ ପାର୍ଶ୍ୱରେ ବ୍ରାହ୍ମଣ ମାଗୁଛନ୍ତି ଭୋଜନ କଣ କରିବି କଣ ସାଂସାରିକ ଜୀବନର ମୋହ ଭିତରେ ଜୀବନ ନିର୍ବାହ କରିବାର ପଦ୍ଧତି ଆଉ ଗୋଟିଏ ପାର୍ଶ୍ୱରେ ସ୍ୱାମୀ ପ୍ରତି ଥିବା ମମତା ଯଦି ମୁଁ ଫେରେଇ ଦଉଛି ବ୍ରାହ୍ମଣ ଗୋସାଇଙ୍କୁ ପୁଣ୍ୟ ମୋର ଧ୍ୱଂସ ହେଇଯିବ କାହିଁକିନା ମୁଁ ଜାଣିଛି ଅତିଥି ଜାଗ୍ରହୁ ବାହୁରେ ସେ ପ୍ରାଣୀ ପ୍ରେତ ମୁଖେ ପଡ଼େ ଅତିଥି ରିକ୍ତ ହସ୍ତରେ ଚାଲିଗଲେ ସେ ପ୍ରାଣୀଟା ପ୍ରେତ ମୁଖରେ ପଡ଼ିବ କଣ କରିବି ଗୋଟିଏ ପାର୍ଶ୍ୱରେ ଅତିଥି ଆଉ ଗୋଟିଏ ପାର୍ଶ୍ୱରେ ମୋ ସ୍ୱାମୀର ଶବ ଏଇ ଦୋଛକି ନିକଟରେ ପଡ଼ିଗଲା ଚିନ୍ତିଲା ଭଗବାନଙ୍କୁ କହିଲା ଠାକୁର କେତେ ପରୀକ୍ଷା ଦବୁ ଏ ବାଧିରା ଜାଣି କ୍ଷମା ବାବୁ
ଏତିକି ବେଳେ ଦ୍ୱାର ନିକଟରେ ଅତିଥି ଚିନ୍ତା କଲା ମୁଁ କ'ଣ କରିବି ଅତିଥି ସତ୍କାର କରିବି ନା ସ୍ୱାମୀ ସତ୍କାର କରିବି ଦୁଇଟି ରାସ୍ତା ଭିତରେ ଗୋଟିଏ ରାସ୍ତାକୁ ବାଛିଲା କହିଲା ଯେହେତୁ ମୁଁ ସଂସାର ଭିତରେ ଅଛି ଭାଗବତ 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 କ'ଣ କହେ ବିଷୟାର ସେ ମହାଜିତ ମନର ବିଷୟା ଭିତରେ ଥାଇ ମଧ୍ୟ ମନର ସୂତ୍ରରେ ସେ ପ୍ରଭୁ ପାଦରେ ମନ ସମର୍ପଣ କହିଲା ନା ଅତିଥି ଦେବତା ସ୍ୱୟଂ ନାରାୟଣ ଏହି ଭାବେ ଅତିଥିରେ ଅତିଥି ହେଉଛନ୍ତି ନାରାୟଣ ତେଣୁ ତାଙ୍କ ପ୍ରତି ମୋର କର୍ତ୍ତବ୍ୟ ବୋଧ ସମ୍ପାଦନ କରିବା ମୋର ହେଉଛି କର୍ତ୍ତବ୍ୟ ରାବଣ ବସେଇ କ'ଣ କହୁଛନ୍ତି ନା ମାଲୋ ମତେ ଦିଟା ଭୋଜନ ଦବୁ ନା ହଁ ଭୋଜନ ଚିନ୍ତା କରୁଛନ୍ତି ପୁଣି କହିଲେ ଆରେ ହେ ଭୋଜନ ଦବାକୁ ରାଜି ହେଲା ଏମିତି ଭୋଜନ ଦବୁନୁ ମୁଁ ଯାହା ମାଗିବି ମତେ ସତ୍ୟ କର ଦବୁ କହିଲା କୁହନ୍ତୁ କ'ଣ ମାଗୁଛନ୍ତି ନା ଯଦି ସତ୍ୟ ନ କରିବୁ ମୁଁ ତ ଘରୁ ପ୍ରତ୍ୟାହୃତ ହେଇ ଚାଲିଯିବି ସତ୍ୟ କରିବା ପାଇଁ ପଡ଼ିବ ତାହେଲେ ସତ୍ୟ କରୁଛି ସତ୍ୟ ହଉ ମତେ ସବୁ ସତ୍ୟ ସ୍ୱୀକାର କରିବାକୁ ପଡିବ ବ୍ରାହ୍ମଣ କହିଲେ ମା ମୁଁ ଗୋଟେ ବାମାଚାରୀ ବ୍ରାହ୍ମଣ ମନେ ରଖ ମା ନିଜ ହାତେ ନିଜ ପୁତ୍ର ଶରୀର ଛେଦଲେ ଶରୀର ରକ୍ତରେ ଭୋଜନ ମନେ ନିଜ ହାତରେ ନିଜ ପୁଅ ମସ୍ତକ ଛେଦନ କରିବୁ ତାରି ଭିତରୁ ନିବୃତ ହବାର ଭିତରେ ମତେ ଭୋଜନ ଦବୁ ଚମକି ପଡିଲା କହିଲା ହେ ଠାକୁରେ କେତେ ପରୀକ୍ଷା ନବୁ ଛିଡ଼ିଗଲା କି ଦଶ ପତାକା ଉଡୁ ଉଡୁ ଛିଡ଼ିଗଲା କି ଦଶ ପତାକା ଛିଡ଼ିଗଲା କି ଦଶ ପତାକା ଠାକୁରେ ଯୁଗେ ଯୁଗେ ଭକ୍ତକୁ ରଖିଛୁ ଦୀପ ନିଭିଲା ବେଳୁ ଜୋର ଜଳୁଛୁ ମତେ ମାରିବାକୁ ବସିଛୁ ଠିକ ଅଛି ଠାକୁରେ ପରୀକ୍ଷା ନିଶ୍ଚିତ ଏ ମା ନିଜ ଗର୍ଭରୁ ଜାତ ହେଇଥିବା ପୁଅଟାକୁ କିଏ ମାରିବାକୁ ରାଜି ହବ ଚିନ୍ତା କଲେ ଦ୍ରୋଣାଚାର୍ଯ୍ୟଙ୍କର ପତ୍ନୀ କୃପୀର କଥା ଅନ୍ତଃସତ୍ତ୍ୱ ଆସନ୍ନ ପ୍ରସବା କୃପୀ ସନ୍ତାନ ଜନ୍ମ କରିପାରୁନାହାନ୍ତି ଧ୍ୟାନ ବଳରେ ଜାଣିଲେ ଋଷି ଦ୍ରୋଣାଚାର୍ଯ୍ୟ ଯେ ଗାଈ ଠାରୁ ଅଭିଶପ୍ତ ହେଇଛି ସନ୍ତାନ ଜନନ କରିପାରିବନି ଯଦି ସନ୍ତାନର ମୁଖ ଦେଖେ ନାରୀ ମରିବ ଯଦି ନାରୀ ବଞ୍ଚେ ସନ୍ତାନ ମରିବ କୃପୀ ପଚାରିଲେ କହିଲେ କୁହ ଏ ଦ୍ରୋଣାଚାର୍ଯ୍ୟ ପଚାରିଲେ କୃପୀ କୁହ ତୁମେ ବଞ୍ଚିବ ନା ସନ୍ତାନ ବଞ୍ଚିବ ଯଦି ତୁମେ ବଞ୍ଚିବ ତାହେଲେ ତୁମ ସନ୍ତାନ ମରିବ ଆଉ ତୁମେ ଯଦି ମରିବ ସନ୍ତାନ ବଞ୍ଚିବ ହାତ ଯୋଡ଼ିଲେ କୃପୀ ମାର ହୃଦୟ ପରା ମା ଠାରୁ ଆଉ ଜଗତରେ ବଡ଼ କିଏ ମା ସ୍ନେହମୟୀ ମମତାମୟୀ ମା ମୋର ମା ପରି କିଏ ହେବରେ ମା ପରି କିଏ
ଠାରୁ ବଡ଼ କେହି ନାହିଁ ତଥାପି ଦୃଢ଼ ସଂକଳ୍ପ ନିକଟରେ ମାତୃତ୍ୱ ଆଜି ବଳି ପଡ଼ିଯିବ। ଧର୍ମ ନାଁରେ ଆଜି ନିଜ ସନ୍ତାନକୁ ମାରିବା ପାଇଁ ବସିଛି। ବାବୁ ବାଁ ପାଦ ଆଣ୍ଠୁଟା ମାରିଦେଲା। ଶୁଣି ତ ପନିକିଟା ଥୁଆ ହେଇଛି। ହରିତକୁ ଡାକିଲାରେ ହରିତ ଆସିଲୁ। ହରିତ ହରିତ କିଛି ଦେଖିପାରୁନି। ହେଲା ମୋ ମା ମତେ ଡାକୁଛି। ମା କୁଆଡେ ଗଲୁ ମା? ଖାଇବାକୁ ଦବୁ ମା? ମତେ ଭୋକ କଲାଣି ମା, ଦେ ଖାଇବାକୁ ଦେ। ପୁଅ କହୁଛି ଖାଇବ। ମା ନେଇ ଆସିଲା କହିଲା ମତେ କୋଉଠି ଖାଇବାକୁ ଦବ? ମତେ କିଛି ଦେଖା ମୋ ପାଖକୁ ମୁଁ ଖାଇବାକୁ ଦେଇଦେବି। ମା କୁଆଡେ ମା? ଚାହିଁଦେଲା ଟିକେ ପୁଅର ମୁହଁକୁ କହିଲା ଏ ଧନ ଧନ ସଂଖାଳି ଖାଇବାକୁ ଦେବି। ମା ମତେ ଖାଇବାକୁ ଦିଅ, ଭୀଷଣ ଭୋକ ହେଲାଣି। ମୂଳକୁ ନେଇ ଆସିଲା ମା। ମଞ୍ଜ କଦଳୀ ପତ୍ରଟା ଧରିଛି। ଶୁଣି ତ ପନିକିଟା ପଡିଛି। ଧରିଲା ଗୋଟିଏ ପାର୍ଶ୍ୱରେ ମସ୍ତକକୁ। କଣ କଲା ମା? ମସ୍ତକ ଧରିଛି ଗୋଟିଏ ପାର୍ଶ୍ୱରେ ଗଣ୍ଡିଟାକୁ, ଗୋଟିଏ ପାର୍ଶ୍ୱରେ ମୁଣ୍ଡଟାକୁ। ଯେତେବେଳେ ଚିନ୍ତା କଲା ଏ ଧନ ମା ଆଜି ରାକ୍ଷସୀ ହେଇଯାଉଛି। ଯୋଉ ମା 10 ମାସ ଗର୍ଭ ଯନ୍ତ୍ରଣା ସହ୍ୟ କରେ ସେହି ବୁଝେ ମାତୃତ୍ୱର କଷ୍ଟ ପରାକାଷ୍ଠା। ଆଜି କିନ୍ତୁ ମାତୃତ୍ୱ ମୋ ଭଳି ରାକ୍ଷସୀ ନିକଟରେ ବିଧ୍ୱଂସ ହେଇଯାଉଛି। ଅକୃତ କର୍ମ ପାଇଁ ଆଜି ମୋ ସ୍ୱାମୀ ମରିଗଲା। ଅକୃତ କର୍ମ ପାଇଁ ନିଜ ହାତରେ ମୋ ପୁଅକୁ ମାରିବି। ପଛପଟରୁ କେହି ଜଣେ ଧରିଦେଲା। ରହିଯା ରହିଯା ରହିଯା। କାହିଁକି? ମୁଁ ମୋ ପୁଅକୁ ମାରିବି, ତା ରକ୍ତରେ ଅତିଥି ସତ୍କାର କରିବି। ଏତିକି ବେଳେ ସମ୍ମୁଖସ୍ଥ ହେଇଯାଇଛନ୍ତି ଧବଳ ବସ୍ତ୍ର ପରିଧାନ କରିଥିବା ବ୍ୟକ୍ତି। ସେ କିଏ? ନିଜେ ଶୁକ୍ରାଚାର୍ଯ୍ୟ ଆସି ପହଞ୍ଚିଗଲେ। କହିଲେ ଲୋ ମା, ମୁଁ ତତେ କ୍ରୋଧରେ ବର୍ଜନ କରିଦେଇଥିଲି ଜାଣିଛୁ ନା। ମା ହୃଦୟରେ ଝିଅ ପ୍ରତି ଥିବା ଯେତିକି ମମତା, ବାପା ହୃଦୟରେ ତାଠାରୁ ବହୁତ ଝିଅ ପ୍ରତି ମମତା ଥାଏ। ତତେ ବିତାଡ଼ିତ କରି କଣ ମୁଁ ଖୁସିରେ ଥିଲି? ତୁ ଆଜି ପର୍ଯ୍ୟନ୍ତ ଜଙ୍ଗଲ ଭିତରେ କାଳାତିକ୍ରମ କରୁଥିଲୁ। ତୁ ଯୋଉ ଦୁଃଖରେ ଥିଲୁ ତାଠାରୁ ଅଧିକ ଦୁଃଖରେ ମୁଁ ଅତିକ୍ରାନ୍ତ କରୁଥିଲି ସମୟ। ବାତ୍ସଲ୍ୟ ମମତା ଏଇ ବାପା ହୃଦୟ ଭିତରେ ଝିଅ ପ୍ରତି ଅନାବିଳ ପ୍ରେମ ଥାଏ। ହେଲେ ମା, ତୁ ସେଇ ବ୍ୟଭିଚାରଗ୍ରସ୍ତ ଚେତନାକୁ ଆପଣେଇଲୁ ବୋଲି ମୁଁ ତତେ ସିନା ବିତାଡ଼ିତ କରିଦେଲି। ତତେ ସିନା ବାହ୍ୟ ଜଗତରୁ ମୁଁ ବିତାଡ଼ିତ କରିଛି, ହେଲେ ମୋ ଅନ୍ତରରୁ କଣ ତତେ ବିତାଡ଼ିତ କରିପାରିବି ମା? କୋଳକୁ ନେଇ ଆସିଛନ୍ତି ଶୁକ୍ରାଚାର୍ଯ୍ୟ। ହେଲେ ମା, ତୁ କୃତ କର୍ମର ଫଳ ତୁ ନିଶ୍ଚିତ ଭାବରେ ଭୋଗିଲୁ। କର୍ମ କରିବ ନାନା ମତେ ଫଳିବ କର୍ମ ରାୟତେ। କର୍ମ କଷଣ ଦେହ ସହେ ଭୂତାତ କର୍ମ ପଦେ ସେବ କର୍ମ ହୁନାହି ଆନ ଦେବ। ଡାକିଦେଲେ କହିଲେ ମୋ ପାଖକୁ ଝିଅକୁ କୋଳେଇ ନଉଛନ୍ତି ଶୁକ୍ରାଚାର୍ଯ୍ୟ। କହିଲେ ଧର, ଆରେ ତ ସୀମନ୍ତ ସିନ୍ଦୁର କାହିଁ ପୋଛି ଦେଇଛୁ? ବାବା ମୋ ସ୍ୱାମୀ ଆଉ ନାହାନ୍ତି ବାବା। ସ୍ୱାମୀ ମରି ଯାଇଛନ୍ତି। ନା କୋଉଠି ତ ସ୍ୱାମୀ ଅଛି? ନା ଦେଖ ସେ ଗମ୍ଭୀରି ଘରରେ
ସ୍ୱାମୀଙ୍କ ଶବ ରହିଛି ପଡ଼ି। ଏ ଗମ୍ଭୀର ଘର ଭିତରେ ମୋ ସ୍ୱାମୀଙ୍କ ଶବଟାକୁ ଲୁଚାଇ ଦେଇଛି ବାବା। ଅତିଥି ଖାଇବା ପାଇଁ ମାଗିଲେ ତ କାଳେ ଫେରିଯିବେ, ସେଥିପାଇଁ ଗମ୍ଭୀର ଘର ଭିତରେ ମୋ ସ୍ୱାମୀଙ୍କ ଶବଟାକୁ ଲୁଚାଇ ଦେଇଥିଲି। ନା ମୋ ପାଖକୁ ଆଗତ ସିନ୍ଦୁର ଫରୁଆ ନେଇ ଆସିଛନ୍ତି ଶୁକ୍ରାଚାର୍ଯ୍ୟ, ସାଙ୍ଗରେ ଆଣିଛନ୍ତି ରତ୍ନବାହୀ, କଙ୍କଣ ନେଇ ଆସିଛନ୍ତି। କହିଲେ ମା ମୁଁ ଦଉଛି ପିନ୍ଧିଦେ। ହ୍ୟାଲୋ ମା ପିନ୍ଧି ନା ମୁଁ ଜାଣିଛି ଆର୍ଯ୍ୟାବର୍ତ ସଂସ୍କୃତିରେ ସ୍ୱାମୀ ଚାଲିଗଲା ପରେ ଏଇଟା ବିଧବା ହେଇଯାଏ। ସ୍ୱାମୀ ନଥାଇ ମୁଁ ଯଦି ସିନ୍ଦୁର ପରିଧାନ କରିବି ସମାଜ ମତେ ନିନ୍ଦା ଦବ ବାବା। ମୁଁ କଣ ସେ ନିନ୍ଦା ସହ୍ୟ କରିପାରିବି? ସମାଜ ଯୋଉ ନିନ୍ଦା ମତେ ଦବ ଅଟୋ ଆସିବ। ସମ୍ମୁଖରେ ମୁନିକୁ ଦେଖି ପାଦ ତଳେ ପଡିଗଲା। ଥିଲା ପ୍ରଭୁ ମୁଁ ପ୍ରକୃତ ବିଶ୍ୱାସଘାତକ ଦେଇପାରୁଛି, ଅପରାଧ ଅର୍ଜନ କରିଥିଲି, ମତେ ଆପଣ କ୍ଷମା କରିଦିଅନ୍ତୁ, କ୍ଷମା କରିଦିଅନ୍ତୁ। ହଉଦା ଚାଲି ଆସିଲା, କୋଳେଇ ନେଲା, କହିଲା ବାପା ସତରେ ବାପା ଝିଅ ଭିତରେ ଏମିତି ଅବୈଧ ଭାବନା ଥାଏ, ଏତେ ପ୍ରେମର ବନ୍ନିଶିକା ଥାଏ, ଏତେ ବାତ୍ସଲ୍ୟମୟୀ ଚେତନା ପରିପ୍ରକାଶିତ ହୁଏ। ପ୍ରକୃତରେ ମୁଁ ଜାଣିଲି ବାପା ମାନେ ଝିଅ ମାନଙ୍କୁ ବହୁତ ଭଲ ପାଆନ୍ତି। ନେଇ ଆସିଛନ୍ତି କୋଳକୁ। ଶୁକ୍ରାଚାର୍ଯ୍ୟ ବଞ୍ଚେଇ ଦେଲେ ମୃତ୍ୟୁ ସଞ୍ଜୀବନୀରେ। ଡାକିଲେ, କହିଲେ ଦଣ୍ଡ ମୋ ଝିଅ ମଥାରେ ସିନ୍ଦୁର ଦେ, ମୁଁ ମାଙ୍ଗଳିକ ମନ୍ତ୍ର ପାଠ କରିବି। ମାଙ୍ଗଳିକ ମନ୍ତ୍ର ଧ୍ୱନି ପାଠ ହେଇନି ବୋଲି ମୋ ଝିଅଟା ବିଧବା ହେଇଥିଲା। ମୁଁ ମାଙ୍ଗଳିକ ମନ୍ତ୍ର ପାଠ କରିବି, ବାପା ଉପସ୍ଥିତିରେ ଝିଅ ବାହା ହବ। ଏତିକି ବେଳେ ମଥାରେ ଦେଲା ସିନ୍ଦୁର, ମଥାରେ ଦେଲା ସିନ୍ଦୁର, ବାହୁରେ କଙ୍କଣ ଧାର, ବାହୁରେ କଙ୍କଣ ହାର, ବଉଳ ପାଟକୁ କଲା ଶରଣରେ, କଲା ଚରଣେ କଲା ଚରଣ, ଦେଲା ବେଦ ମନ୍ତ୍ର, ଶୁଭିଲା ବେଦ ମନ୍ତ୍ର। ମଥାରେ ସିନ୍ଦୁର ଦେଇଦେଲା, ହାତରେ ଶଙ୍ଖା ପିନ୍ଧେଇ ଦେଲା। ଶୁକ୍ରାଚାର୍ଯ୍ୟ ମନ୍ତ୍ର ପଢିଲେ, ମନ୍ତ୍ର ପୁତରେ ବିବାହର ହେଇଗଲା। ଦେଖିଲେ ପୁଅଟାକୁ ହାଣିବା ପାଇଁ ବସିଥିଲା ହରିତ, କୋଳକୁ ନେଇ ଆସିଲେ। କେତେ କଥା ହରିତ କହୁଛି, ମା ଆଉ କାହା ପାଟି ଶୁଭୁଛି ମୁଁ ଦେଖିପାରୁନି ମା, ମୁଁ ତ ଗୋଟେ ଚକ୍ଷୁହୀନ ଅନ୍ଧ, ଏଇ ସଂସାରରେ ଆଖି ଯାହାର ନାହିଁ, କିଛି ନାହିଁ ନିଶ୍ଚୟ। ଶୁକ୍ରାଚାର୍ଯ୍ୟ କହିଲେ, ଆରେ ମୋ ନାତି କଣ ଅନ୍ଧ ହେଇପାରେ? ହେଇପାରିବନି। ହେ ମା ମନ୍ତ୍ରକୃତ ବାରୁଣୀ ମନ୍ତ୍ରେ ମୁଖ ଧୌତ କରି ଚକ୍ଷୁ ପ୍ରଦାନ ସେ କରିଦେଲେ ଭରି। ବାରୁଣୀ ମନ୍ତ୍ର ଅଭିମନ୍ତ୍ରିତ କରି ତାର ଚକ୍ଷୁଷ୍ମାନ ହେଇଗଲା। ଦେଖିଲା ସୁନ୍ଦର ରୂପ, ନିଜ ବାପାଙ୍କୁ ଦେଖିଲା, ନିଜ ବୋଉକୁ ଦେଖିଲା, ଅଜାକୁ ଦେଖିଲା, କୋଳାଗ୍ରତ କରିଦେଲା। ବାବା କାହିଁକି ଆଜି ପର୍ଯ୍ୟନ୍ତ ବନ୍ଦ ହେଇଥିଲି? କାହିଁକି ସମାଜ ରାଜଦାଣ୍ଡକୁ ମୁଁ ଦେଖି ପାରୁନଥିଲି ବାବା? ଶୁକ୍ରାଚାର୍ଯ୍ୟ କହିଲେ, ବାବା ମନେ ରଖ, କର୍ମ ଫଳ ନିଶ୍ଚିତ ମଣିଷକୁ ଭୋଗ କରିବାକୁ ପଡିବ। ହେଲେ କୁଶ କେତୁ ଆସନ ଶ୍ରୀନିବାସ, କୃଷ୍ଣ କରେ ଥାଇ ନାଥ ନିବେଶ, କୃଷ୍ଣ କରେ ଥାଇ ନାଥ ନିବେଶ, କେଡ଼େ କେଡ଼େ ପ୍ରଭୁ ଥାଉ ଏମାନେ, କେଡ଼େ କେଡ଼େ ପ୍ରଭୁ ଥାଉ ସେମାନେ, କରିପାରନ୍ତି ଅଭୟ ବୃଥାରେ। କର୍ମଫଳ ସମସ୍ତଙ୍କୁ ଭୋଗ କରିବାକୁ ପଡେ। କୁଶକେତୁ ବ୍ରହ୍ମାଙ୍କର ଆସନ ପଦ୍ମ, ଭଗବାନ ବିଷ୍ଣୁ ଧାରଣ କରିଛନ୍ତି ପଦ୍ମକୁ, ପ୍ରଜାପତି ସୃଷ୍ଟି ହେଇଛନ୍ତି ପଦ୍ମରେ, ଲକ୍ଷ୍ମୀଙ୍କର ବାସସ୍ଥାନ ପଦ୍ମରେ। କିନ୍ତୁ ଯେତେବେଳେ ଶିଶିର ପଡେ ପଦ୍ମ ବିଲୁପ୍ତ ହେଇଯାଏ, କେହି ରକ୍ଷା କରିପାରନ୍ତିନି। ଯାହା କର୍ମରେ ଯାହା ଅଛି ତାକୁ ଭୋଗ କରିବାକୁ ପଡିବ। ତେଣୁ ମା କୃତ କର୍ମ ତୁ ନିବୃତ ହେଲୁ, ମନେ ରଖ। ଆଜିଠାରୁ
ये कृतकर्म ये कार्य कहीं कर समाज को वार्ता दे मन रख बापा मां जनातरे जी विवाह को निष्पत्ति लिए जीवनटा ये दुर्विषह हो जाए समाज को साहित्य माध्यम वार्ता दे शुक्राचार्य हे उभय परस्पर भितर गोटे भावर आदान प्रदान है समस्ते पुणी शुक्राचार्य सहित आश्रम को चले आश्रम जीवन निर्वाह कले किंतु पुआ हरित अयोध्या कटक राज सिंहासन रे राजा है एवं परवर्ती पर्याय तो संतान ऋषिंकर संतान आश्रम जीवन निर्वाह कर लगे संसार जाई जड़े ऋषि विशिष्ट ऋषि हरितय रथम दिवाकर कनक बयामुजरेणु पिंजरम तेणु जड़े ऋषि रूपांतरित हेले तेणु कर्मफल मनीष को केवे त्याग करनी तेणु हे पंडित मंडली ज्ञानी मंडली आम जो कर्म करवा फल
যদি আপনার মানকু ভালো লাগে তাহলে এই প্রসঙ্গটি বহুল মাত্রায় শেয়ার করবে, লাইক করবে, সবসক্রাইব করবে। জয় জগন্নাথ। দর্শক বন্ধু আম প্রোগ্রামটি আপনার কেমতি লাগিলা এর মতামত দিয়ন্তু, লাইক করন্তু, সেয়ার বি করন্তু, আউ হ্যাঁ সবসক্রাইব করা ভুলতুনি। রহুছি, নমস্কার।